ପିଲାମାନେ ଆଜି ଆମେ ବନ୍ଦେ ଉତ୍କଳ ଜନନୀ କବିତାର ତୃତୀୟ ପଦକୁ ବୁଝିବାକୁ ଚେଷ୍ଟା କରିବା। ବନ୍ଦେ ଉତ୍କଳ ଜନନୀ କବିତାର କବି ହେଉଛନ୍ତି କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର। ତ ତୃତୀୟ ପଦରେ କବି ବର୍ଣ୍ଣନା କରିଛନ୍ତି ଘନ ଘନ ବନ ଭୂମି ରାଜିତ ଅଙ୍ଗେ নীলভূধর মালা সাজে তরঙ্গে কল কল মুখরিত চারু বিহঙ্গে জননী 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 বন্দে উৎকল জননী বন্দে উৎকল জননী। বাস্তবিক ପିଲାମାନେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଏଠି ବର୍ଣ୍ଣନା କରିଛନ୍ତି ଅତି ଚମତ୍କାର ଭାଷା ସଂଯୋଗ ସହ। ତ ଏହି ପଦକୁ ଆମେ ବୁଝିବା ପୂର୍ବରୁ ଏହି ପଦରେ ଥିବା କଠିନ ଶବ୍ଦ ଏବଂ ତାର ଅର୍ଥକୁ ଆମେ ଜାଣି ରଖିବା ନିତାନ୍ତ ଆବଶ୍ୟକ ରହିଛି। ତ ପିଲାମାନେ ଏଠି କୁହାଗଲା ଘନ ଘନ ବନଭୂମି ରାଜିତ ଅଙ୍ଗେ, ଅର୍ଥାତ୍ ଏଠି ଆମେ ଜାଣିବାକୁ ଚେଷ୍ଟା କରିବା ଯେ ଏଇ ତୃତୀୟ ପଦରେ ଥିବା କଠିନ ଶବ୍ଦ ଏବଂ ତାର ଅର୍ଥକୁ ଆମେ ପ୍ରଥମେ ଜାଣିବା, ତାପରେ ଆମେ ଏହାର ଭାବାର୍ଥକୁ ବୁଝିବା। ଏଠି ଘନ ଘନ କୁହାଗଲା, ଘନ ଘନ ଶବ୍ଦର ଅର୍ଥ ହଉଛି ଘନ ଶବ୍ଦର ଅର୍ଥ ହଉଛି ଘଞ୍ଚ ବା ନିଘଞ୍ଚ ବୋଲି କୁହାଯାଏ। ତ ତାପରେ କୁହାଗଲା ବନଭୂମି, ବନଭୂମିର ଶବ୍ଦର ଅର୍ଥ ହେଲା ବଣଭୂମି ବା ଜଙ୍ଗଲ ଭୂମି, ଯେଉଁଠି ଜଙ୍ଗଲର ପରିମାଣ ଅଧିକ ମାତ୍ରାରେ ଥାଏ ତାକୁ କୁହାଯାଏ ବଣଭୂମି। ରାଜିତ ଶବ୍ଦ ବ୍ୟବହାର ହେଇଛି, ରାଜିତ ଶବ୍ଦର ଅର୍ଥ ହଉଛି ଶୋଭା ପାଇବା ଏବଂ ଅଙ୍ଗ ଶବ୍ଦ ବ୍ୟବହାର ହେଇଛି। ତ ଅଙ୍ଗ ଶବ୍ଦର ଅର୍ଥ ହେଉଛି ଶରୀର ବା ଦେହ। ପରବର୍ତ୍ତୀ ଲାଇନରେ କୁହାଗଲା ଯେ ନୀଳ ଶବ୍ଦ ବ୍ୟବହାର ହେଇଛି। ଏଠି ନୀଳ ଶବ୍ଦର ଅର୍ଥ ହେଉଛି ପିଲାମାନେ ରଙ୍ଗ ବିଶେଷ। ତ ଆମେ ଦୈନନ୍ଦିନ ଜୀବନରେ ଦେଖିଥିବା ନୀଳ ରଙ୍ଗ, ତ ରଙ୍ଗ ବିଶେଷକୁ ଏଠି ନୀଳ ବୋଲି କୁହାଗଲା। ଭୂଧର ଶବ୍ଦର ଅର୍ଥ ହେଉଛି ଭୂଧରମାଳା ଶବ୍ଦର ଅର୍ଥ ହେଲା ପର୍ବତମାଳା ବା ପାହାଡ଼ ମାଳା ବୋଲି କୁହାଯାଉଛି। ସାଜେ ତରଙ୍ଗେ, ତରଙ୍ଗ ଶବ୍ଦର ଅର୍ଥ ଆମେ ଜାଣୁ ଢେଉ ବୋଲି କୁହାଯାଏ, ତରଙ୍ଗକୁ ଢେଉ ବୋଲି କୁହାଯାଇଥାଏ। ତାପରେ କୁହାଗଲା ଯେ କଳ କଳ ମୁଖରିତ ଚାରୁ ବିହଙ୍ଗେ, କଳ କଳ ମୁଖରିତ ଚାରୁ ବିହଙ୍ଗେ। ତ କଳ କଳ ଶବ୍ଦର ଅର୍ଥ ଆମେ ଜାଣୁ ଯେ କଳରବ। ମୁଖରିତ ଶବ୍ଦର ଅର୍ଥ ହଉଛି ଶବ୍ଦ ହେବା, ଶବ୍ଦ ହେବା ବା କଳରବ ହେବା। ତା ସାଙ୍ଗରେ ଚାରୁ ଶବ୍ଦର ଅର୍ଥ ତ ଆମେ ଜାଣିଥିଲେ ପୂର୍ବ କ୍ଲାସରେ। ଚାରୁ ଶବ୍ଦର ଅର୍ଥ ହଉଛି ସୁନ୍ଦର। ବିହଙ୍ଗ ଶବ୍ଦ ଏଠି ବ୍ୟବହାର ହେଇଛି। ବିହଙ୍ଗେ ବା ବିହଙ୍ଗ ଶବ୍ଦର ଅର୍ଥ ହେଉଛି ଏଠି ପକ୍ଷୀ ବା ଚଢେଇକୁ କୁହାଯାଏ ବିହଗ ବୋଲି ମଧ୍ୟ କୁହାଯାଏ, ବିହଙ୍ଗମ ବୋଲି କୁହାଯାଏ, ପକ୍ଷୀ ବା ଚଢେଇ ବୋଲି ମଧ୍ୟ କୁହାଯାଇଥାଏ। ତ ପିଲାମାନେ ଏଠି ଆମେ କଠିନ ଶବ୍ଦ ଏବଂ କଠିନ ଶବ୍ଦର ଅର୍ଥ ଜାଣି ରଖିଲେ। ବର୍ତ୍ତମାନ ଆମେ ଏହାର ସରଳ ବ୍ୟାଖ୍ୟାନକୁ ବୁଝିବାକୁ ଚେଷ୍ଟା କରିବା। କବିତାରେ କବି କହୁଛନ୍ତି ଯେ ଘନ ଘନ ବନଭୂମି ରାଜିତ ଅଙ୍ଗେ, ଓଡ଼ିଶା ଭୂଇଁରେ ଅନେକ ଗୁଡ଼ିଏ ଘନ ନିଘଞ୍ଚ ଜଙ୍ଗଲ ପରିପୂର୍ଣ୍ଣ ରହିଛି। ତ ସେଇ ନିଘଞ୍ଚ ଜଙ୍ଗଲ ଗୁଡ଼ିକ ଓଡ଼ିଶାର ଶୋଭାକୁ କେତେ ଯେ ସୁନ୍ଦରତାର ସହ ଶୋଭାବର୍ଦ୍ଧନ କରୁଥିବାର କଥା ଏଠି କୁହାଗଲା। ତ ତେଣୁ ଓଡ଼ିଶା ଜନନୀଙ୍କ ଶରୀର ବା ଦେହ ଘଞ୍ଚ ଜଙ୍ଗଲରେ ସୁଶୋଭିତ ବୋଲି କୁହାଗଲା। ଦ୍ୱିତୀୟ ପାଦରେ ଏଠି କୁହାଯାଇଛି
যে নীଳ ଭୂଧର ମାଳା ସାଜେ ତରଙ୍ଗୀ। ତ ନୀଳ ଭୂଧର ମାଳା ଅର୍ଥାତ୍ ନୀଳ ଶବ୍ଦର ଅର୍ଥ ଆମେ ଜାଣିଲେ ରଙ୍ଗ ବିଶେଷ ଅଟେ। ତ ଭୂଧର ମାଳା ମାନେ ପର୍ବତ ଗୁଡ଼ିକ, ପର୍ବତ ସମୂହ। ପର୍ବତ ସମୂହର ରଙ୍ଗ କିପରି ଦେଖାଯାଏ? ପିଲାମାନେ ଏଠି ଚିତ୍ରରେ ମଧ୍ୟରେ ତମେ ଦେଖିପାରୁଥିବ, ଏହା ନୀଳ ବର୍ଣ୍ଣ ଦେଖାଯାଉଛି ବା ନୀଳ ରଙ୍ଗ ଦେଖାଯାଉଛି। ତ ସେହି ନୀଳ ରଙ୍ଗ ଦେଖାଯାଉଥିବା ପର୍ବତ ଗୁଡ଼ିକ ଓଡ଼ିଶା ଜନନୀଙ୍କ ଶରୀରରେ କିପରି ଭାବରେ ବିଦ୍ୟମାନ ରହିଛନ୍ତି? ନା ତରଙ୍ଗ ସଦୃଶ୍ୟ ବିଦ୍ୟମାନ ରହିଛନ୍ତି ବୋଲି କବି ଅତ୍ୟନ୍ତ ସୁନ୍ଦର ଚମତ୍କାର ବର୍ଣ୍ଣନା କରିବାକୁ ଚେଷ୍ଟା କରିଛନ୍ତି। ତେଣୁ କୁହାଗଲା ଯେ ନୀଳ ପର୍ବତମାଳା ଗୁଡ଼ିକ ଓଡ଼ିଶା ଜନନୀଙ୍କ ଶରୀରରେ ତରଙ୍ଗ ସଦୃଶ୍ୟ ତାଙ୍କ ଦେହକୁ ସଜେଇଥାଏ ବୋଲି ଏଠି କୁହାଯାଇଛି। ପୁଣି କୁହାଗଲା କଳ କଳ ମୁଖରିତ ଚାରୁ ବିହଙ୍ଗେ। ତ ଏଠି କୁହାଯାଇଛି ଯେ କଳ କଳ ମୁଖରିତ ଅର୍ଥାତ୍ ଏଠି ମାନେ ମୁଖରିତ ହେଉଛି, ଶବ୍ଦ ହେଉଛି। କେମିତିକା ଶବ୍ଦ? କଳ କଳ ମୁଖରିତ ହେଉଥିବା ଶବ୍ଦ ଅର୍ଥାତ୍ କଳରବ ଶବ୍ଦ ଦେଖାଯାଉଛି ବା ଶୁଣା ଯାଉଛି ବୋଲି କୁହାଯାଉଛି। ତ କେଉଁମାନଙ୍କର କଳରବ ମୁଖରିତ ହେଉଥିବା କଥା କୁହାଗଲା? ନା ଏଠି ବିହଙ୍ଗ ମାନଙ୍କର କଳରବ ହେଉଥିବା କଥାକୁ ଅତି ଚମତ୍କାର ଭାବରେ ବର୍ଣ୍ଣନା କରିବାକୁ ଚେଷ୍ଟା କରିଛନ୍ତି। ଅର୍ଥାତ୍ ଏଠି ଚଢ଼େଇ ମାନଙ୍କର, ପକ୍ଷୀ ମାନଙ୍କର ଯେଉଁ ଶବ୍ଦ ହୁଏ, ଯେଉଁ କଳରବ ମୁଖରିତ ହୁଏ, ତାହାକୁ ଅତ୍ୟନ୍ତ ଶୋଭାଯୁକ୍ତ ବୋଲି କବି ଏହି ପଂକ୍ତିରେ ବର୍ଣ୍ଣନା କରିବାକୁ ଚେଷ୍ଟା କରିଛନ୍ତି। ତେଣୁ କୁହାଗଲା ଯେ ଉତ୍କଳ ଜନନୀଙ୍କ ଆକାଶ ସୁନ୍ଦର ପକ୍ଷୀମାନଙ୍କର କଳରବ ରାବରେ ମୁଖରିତ ହେଉଥାଏ। ତ ସେଇ ପକ୍ଷୀମାନଙ୍କର ମଧୁର କଳରବରେ ଧ୍ୱନିତ ପରିବେଶ ଗୁଞ୍ଜି ଉଠୁଥିବା କଥା କବି ଏଠାରେ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି। ତେଣୁ ଉତ୍କଳ ଜନନୀଙ୍କୁ ଏଠି ମା ବୋଲି ସମ୍ବୋଧନ ମଧ୍ୟ କରିଛନ୍ତି, ତାଙ୍କର ବନ୍ଦନା ମଧ୍ୟ କରିଛନ୍ତି। ତ ପିଲାମାନେ ଏଇ ପଦରେ ଏହାର ବ୍ୟାଖ୍ୟା ଏହି ପ୍ରକାର ରହିଛି।